ଚାଲନ୍ତୁ ଆଜି ଗଇଁଠା କ୍ଷୀରି ବନେଇବା। ପ୍ରଥମେ ମୁଁ 300 ଗ୍ରାମ ଚାଉଳ ବତୁରେଇ ଦେଇଥିଲି। ତାକୁ ଛାଣିକି ଗ୍ରାଇଣ୍ଡର କପ୍ରେ ଦେଇଦେଲି। 3-4ଟା ତେଜପତ୍ର ଦେଇଦେଇଥିଲି। କାହିଁକି ନା ତେଜପତ୍ର ପକାଇଲେ ଗଇଁଠାଟା ବହୁତ ବାସ୍ନା ହେବ। ଆପଣମାନେ କେବେ କରିକି ଖାଇଛନ୍ତି କି? ତାପରେ କଡ଼େଇ ବସେଇଲି। କଡ଼େଇ ବସେଇକି ସେଥିରେ ପାଣି ଦେଇ ଲୁଣ ଟିକେ ଦେଇ ଘୋଡ଼େଇ ଦେଲି। ପାଣି ଯେତେବେଳେ ଫୁଟିଗଲା ବଟା ହେଇଥିବା ଚାଉଳକୁ ଜନ୍ତନି ପ୍ରସ୍ତୁତ କଲି। ଜନ୍ତନି ସରିଲା ପରେ ତାକୁ ଗୋଟେ ପ୍ଲେଟକୁ କାଢ଼ିଦେଲି। ପ୍ଲେଟକୁ କାଢ଼ି ସାରିଲା ପରେ ତାକୁ ଚକଟିକି ଛୋଟ ଛୋଟ ଗଇଁଠା ବନେଇଦେଲି। ଗଇଁଠା ବନେଇ ସାରିଲା ପରେ ହାଣ୍ଡିରେ ପାଣି ଦେଇକି ଘୋଡ଼େଇ ଦେଲି। ଯେତେବେଳେ ପାଣିଟା ଫୁଟିଗଲା ସେତେବେଳେ ଗଇଁଠାକୁ ତା ଦେହରେ ପକାଇଦେଲି। କାହିଁକିନା ଗଇଁଠାଟା ଯେତେବେଳେ ଉପରକୁ ଉଠି ଆସିଲା ତାପରେ ବଟା ହେଇଥିବା ଚାଉଳକୁ ରଖିଥିଲି। ତାକୁ କ୍ଷୀରି ବନେଇଲି। ତାପରେ ଘାଣ୍ଟି ଦେଲି। ତାକୁ ଘାଣ୍ଟି ସାରିଲା ପରେ 2 ଲିଟର କ୍ଷୀର ଦେଇଥିଲି। କ୍ଷୀର ପରେ ସ୍ୱାଦ ଅନୁସାରେ ଚିନି ଲୁଣ ତାକୁ ଦେଇକି ଟିକେ ଗୋଳେଇ ଦେଲି। ତାପରେ ଟିକେ ଗୁଜୁରାତି ଛେଚିକି ଦେଇଦେଇଥିଲି। ଗୁଜୁରାତି ପରେ ଅଦା ଟିକେ ଗ୍ରେଟର କରିଦେଇଥିଲି। ତାପରେ ନଡ଼ିଆ କୋରା ହେଇଥିଲା। ନଡ଼ିଆ କୋରା ପକାଇଦେଲି। ତାକୁ ଭଲସେ ଘାଣ୍ଟି ଦେଲି। ଘାଣ୍ଟି ସାରିଲା ପରେ ଅଧଘଣ୍ଟେ ତାକୁ ଫୁଟେଇ ଦେଲି। ରେଡ଼ି ହେଇଗଲା ଆମର ଗଇଁଠା କ୍ଷୀରି। ଆପଣମାନେ କେବେ ଏମିତି କରି ଖାଇଛନ୍ତି କି? ଥରେ କରି ଖାଆନ୍ତୁ।